ଫାଷ୍ଟ ଥରକ ତାଙ୍କର ଯୋଉ ପଇସା ପାଇଁ ଡିସ୍ପ୍ୟୁଟ୍ ହେଇଥିଲା ତାଙ୍କ ଜିମ୍ ରେ ସତ୍ୟବିହାରରେ ସିଏ ଯୋଉ ପଇସା ପତ୍ର ଖର୍ଚ୍ଚ କରୁଥିଲା ଯୋଉ ଦାଣ୍ଡିଆ ନାଇଟ୍ ରେ ପଇସା ଖର୍ଚ୍ଚ କରିଥିଲା ଆଉ ଷ୍ଟାର୍ଟିଂ ରେ ଯୋଉ ପଇସା ଖର୍ଚ୍ଚ ହେଇଥିଲା ତମେ ଜାଣିଥିବ ମୁଁ ତ ଠିକ ସେ ଜାଣିନଥିଲି ଯାହା ପଇସା ପତ୍ର ଖର୍ଚ୍ଚ ହେଇଥିଲା 40,000 ଟଙ୍କା କିନ୍ତୁ ଦାଣ୍ଡିଆ ନାଇଟ୍ ରେ ଖର୍ଚ୍ଚ କଲା ସେ 40,000 ଆଉ ଗୋଟେ କଣ ଏମିତି ମିଶିକି ତାର 60-70 ହଜାର ହଉଥିଲା ତାକୁ ଯେତେବେଳେ ପଇସା ପତ୍ର ଅଭାବ ହେଲା ସେ ମାଗିଲା କି ଆଉ ମତେ ବାକି ପଇସା ଟା ଫେରାଅ ଆଉ ଯୋଉ ପଇସା ଅଛି ମୋର ଫେରାଅ ଆଉ ମତେ ପଇସା ଟା କାଇଁ ଦଉନ ହିସାବ କର ଯେତେବେଳେ ଫାଷ୍ଟ ଥର ସେ ଜିମ୍ ଛାଡିଥିଲା ଫାଷ୍ଟ ଥରକ କହିଲା ଯଦି କରିବନି ମୁଁ ଜିମ୍ ଛାଡିଦେବି ମୁଁ କାଇଁ ଆଉ ଖଟିବି ଇଏ ସିଏ ଏମିତି କରିକି ଛାଡିଥିଲା ସେତେବେଳେ ଯୋଉ ଡିସ୍ପ୍ୟୁଟ୍ ହେଇଥିଲା ସିଏ ଛାଡିଦବ ବୋଲି କହିଲା ତ ସିଏ ଓମ୍ କୁ କହିଲା କି ଆଉ ଏଟା ବନ୍ଦ ହେଇଯିବ ରହିବାନି ଚାଲ ପଳେଇବା ସେତେବେଳେ କଣ ତା ନା ସେ ଯୋଉ ପିଲାଟା ଲିପୁନ ବି ବୋଧେ ଛୁଟି ନେଇକି କୁଆଡେ ପଳେଇଥିଲା ଆଉ ଇଏ ଓମ୍ କୁ ନେଇକି ଗାଁକୁ ପଳେଇ ଆସିଲା କହିଲା କି ଆଉ ଆମର ତ ଆଉ ଗୋଟେ ଜିମ୍ ଅଛି ଅଡ଼ଶପୁର ଜିମ୍ ରେ ତ ଭଲ ଟ୍ରେନର କେହି ନାହାନ୍ତି ତୁ ଟ୍ରେନିଂ ଦେ ଆଉ ଟ୍ରେନିଂ ଦେ ସେଠି ଯେତିକି ପଇସା ଦିଆ ହଉଥିଲା ସେତିକି ପଇସା ତ ଦେଇପାରିବିନି ଯେତିକି ଟିକେ କମେଇକି ଯାହା ଦେବି ଆଉ ସେତେବେଳେ ଓମ୍ ର ବାପାଙ୍କର କଣ ଗୋଟେ ଆକ୍ସିଡେଣ୍ଟ ହେଇଥିଲା ନା ଗୋଟେ କଣ ହେଇଥିଲା ଠିକ ସେ ତ ଜାଣିନି ଗୋଟେ କଣ ଆକ୍ସିଡେଣ୍ଟ ହେଇଥିଲା ତାଙ୍କ ଦେହ ଅସୁସ୍ଥ ଥିଲା ଓମ୍ କହିଲା କି ମୋର ଫାଇନାନ୍ସିଆଲ କ୍ରାଇସିସ୍ ରହୁଛି ଆଉ ମୁଁ ରହିବିନି ମୁଁ ଏଠି ଟ୍ରେନିଂ ଦେବିନି ଯୋଉ କଣ ସେ ଯୋଉ ବାଉନ୍ସର ଫାଉନ୍ସର କାମ କରେ ମୁଁ ସେ କାମ କରିବି ମତେ ପଇସା ଦରକାର ଅଛି ସେ କହିକି ଛାଡିଦେଲା ଛାଡିଲା ତ ଛାଡିଲା କଲ୍ କରିକି ଇଆଡେ ସିଆଡେ ଗପିଲା ମାନେ ଯେତିକି ମତେ ବୁବୁ କହିଥିଲା ମୋର ଯାହା ମନେ ପଡୁଛି କି ସେ ଗାଁରେ ଆଉ ସେ ସତ୍ୟଭାର ପିଲାଙ୍କୁ ବି ସବୁ କଲ୍ କରିକି କଣ କହିଲା ଆଉ ଜିମ୍ ବନ୍ଦ ହେଇଯିବ ଏଇଟା ସେଇଟା ତ ଯୋଉ ପିଲାମାନେ ସବୁ ପଇସା ଦେଇଥିଲେ ସମସ୍ତେ ଜାଣିଥିଲେ ନା ଓନର ହଉଛି ବୁବୁ ତ ଆକୁ କଲ୍ କରିକି ମାନେ ଆ ସହିତ ଟିକେ ବଚସା କଲେ ଆଉ କେମିତି ଜିମ୍ ବନ୍ଦ କରିଦବ ଏଇଟା ସେଇଟା ପଇସା ଦେଇଛୁ ଫ୍ରଡ କରିଦେଲ ଇଏ କରିଦେଲ ତ ଇଏ ସେଠୁ ନ ଚାହିଁକି ବି ସବୁ ଡିସକ୍ଲୋଜ କରିବାକୁ ବାଧ୍ୟ ହେଲା କହିଲା ମୁଁ ଫୁଲି ଓନର ନୁହଁ ମୁଁ ଏତିକି% ପାର୍ଟନର ଆଉ ସେ ବିଷୟରେ ତମେ ସେଠି ତାଙ୍କର ଯିଏ ବିଲ୍ଡିଂ ରେ ଯାଇ କଥା ହବ ସେମାନେ ଯଦି ଜିମ୍ ଚଲେଇବେ ମୁଁ ରହିବିନି ଏମିତି କଥା ତାପରେ ଯେତେବେଳେ ପଚାରିଲେ ଏ କଥା ତ କିଏ କହିଲେ ନା ଓମ୍ ସାର୍ କହିଲେ ପିଲାମାନେ କହିଲେ ତ ଏକରେ ତ ତା ଖରାପ ଟାଇମ ରେ ତାକୁ ଛାଡିକି ପଳେଇଲା ଯେତେବେଳେ ତାକୁ ଗୋଟେ କିଏ ଦରକାର ଥିଲା ସେତେବେଳେ ଛାଡିକି ପଳେଇଲା ତାପରେ ଗଲା ତ ଗଲା ଆ ବିଷୟରେ ଗପିଲା ତାର ଟିକେ ରାଗ ହେଇଗଲା ତାକୁ ମୁଁ ବି ସେତେବେଳେ କହିଥିଲି ଯେତେବେଳେ ଷ୍ଟାର୍ଟିଂ ରେ ଇଏ କହୁଥିଲା ଓମ୍ କୁ ରଖିବ ବୋଲି ମୁଁ ତାକୁ ମନା କରିଥିଲି ମୁଁ ଦେଖେ ସେ ଯାଇଛି ତ ଯାଇଛି ଆମେ କାହିଁ ପୁରେଇବା ତାକୁ ଆମକୁ କଣ ପିଲା ମିଳିବେନି ସେ କହିଲା କି ନାଇଁ ମତେ ଗୋଟେ କିଏ ବିଶ୍ୱସ୍ତ ପିଲା ଯାହା ହେଲେ ବି ଦରକାର ମତେ ଗୋଟେ କିଏ ଦରକାର ପାଖରେ ଆଉ ଏମିତି ତୁ କହିଦେଲେ କେମିତି ହବ ତୁ ଆସିକି ରହିକି କାମ କରୁନୁ ଯଦି ତୁ ଏତେ କହୁଛୁ ମୁଁ କହିଲି ହଉ ବାବା ତୁ ତ ସବୁବେଳେ ଠିକ ଥାଉ ତୋ ଡିସିସନ ତ ଠିକ ଥାଏ ମୁଁ ତ ପାଗଳଟା ଆଉ ଠିକ ଅଛି ତୁ ଯଦି ଠିକ କହୁଛୁ ତାହେଲେ ମୁଁ ବି ଠିକ ସେଉଠୁ ସେ ଆଣିକି ରଖିଲା ଓମ୍ କୁ ତାପରେ ଯେତେବେଳେ ଓମ୍ ଛାଡିଗଲା ମୁଁ କହିଲି ମୁଁ ତ ତା ଆଗରୁ କହିଥିଲି ସେ ପିଲାକୁ ରଖନି ଯିଏ ଥରେ ତୋ ସହିତ ବିଶ୍ୱାସଘାତକତା ଥରେ କରିଛି ପାଷ୍ଟରେ ସିଏ ଆଉ ଥରେ କରିବନି ବୋଲି କଣ ଗ୍ୟାରେଣ୍ଟି ଅଛି ତ ସେଇଥିପାଇଁ ମନା କରୁଥିଲି ସିଏ ବି କହିଲା ହଁ ମା ସେତେବେଳେ ମୋ ସହିତ ଭଲସେ ଥିଲା ତ ଆମ ଭିତରେ ଯେମିତି କଥା ସେ କହିଲା ହଁ ଲୋ ମା ମୋର ଭୁଲ ହେଇଗଲା ତମ ଗୋଡ ଧରୁଛି ଆଉ ଦୟାକରି କଥା ଉଠାଅନି ହଉ ଆଉ ତାକୁ ଆଣି କେବେ ରଖିବିନି ଏମିତି କହିଲା ସେଠୁ ତେବେଠୁ ତାର ମୋର ମାନେ ଓମ୍ ବିଷୟରେ କେବେ କଥା ହେଇନୁ ତାପରେ ଓମ୍ ଛାଡିଲା ପରେ ବି ଜିମ୍ କୁ ୱାର୍କ ଆଉଟ କରିବାକୁ ଆସୁଥିଲା ମାନେ ଖାଲି ୱାର୍କ ଆଉଟ ସେଠୁ ସେଟା ବୁବୁକୁ ସହି ହେଲାନି କହିଲା ତୁ ତ ମୋର ଏତେ ମାନେ ଓମ୍ କୁ ବୁବୁ ଡାଇରେକ୍ଟ କିଛି କହିନି ମତେ କହିଲା କି ମାମା ଓମ୍ କୁ ଟିକେ ମେସେଜ କରିଦଉ ଟିକେ ଇଂଲିଶରେ ଭଲସେ କହିକି କି ଆଉ ସିଏ ଆସିବନି ଜିମ୍ କୁ ୱାର୍କ ଆଉଟ କରିବାକୁ ବି ଆସିବନି ଏଇଟା କରିବାକୁ ଆସିବନି ଆଉ ସେ ତ ଗଲା ଆଉ ପୁଣି ମୋ ଜିମ୍ ରେ କାଇଁ ୱାର୍କ ଆଉଟ କରିବ ସେ ଯାଉ ତାର ଯୋଉଠି ୱାର୍କ ଆଉଟ କରିବା କଥା କରୁ ତ ଲାଷ୍ଟ ଟାଇମ ମୁଁ ଓମ୍ କୁ ମେସେଜ କରିଥିଲି କି ଆଉ ମାମୁଁ ମନା କରୁଛନ୍ତି ଆଉ ତମେ ଜିମ୍ କୁ ଆସିବନି ଏଇଟା ସେଇଟା ତାପରେ ଓମ୍ ବି ମତେ ରିପ୍ଲାଏ ଦେଇଥିଲା ଓମ୍ ବି ମତେ ରିପ୍ଲାଏ ଦେଇଥିଲା କି ହଉ ଆସିବିନି ଏମତି ସେମିତି ତାପରେ ମୁଁ କହିଥିଲି ହଁ ମେସେଜ କରିଦେଇଛି ତାପରଠୁ ଆମେ ଓମ୍ ବିଷୟରେ କେବେ ଆମ ଭିତରେ କଥା ଉଠେଇଲୁ ସେତେବେଳେ ତ ତାପରେ ପୁଣି ସେ ପ୍ରଦୀପ ସାର୍ ହରିକା ହଁ
ଏତେ କଥାର ମନେ ପଡିଲା। ହଁ ଏଇଟା ତାର ଓମ୍ କୁ ଡାକିଲାନି ବାହାର କରିଦେଲା ଜିମ୍ ରୁ, ମେସେଜ କଲା। ତାପରେ ସେଠୁ ପ୍ରଦୀପ ସାର୍ ଯୋଉ ତାକୁ ମିଟିଂ ଡକେଇଲେ, କହିଲେ କି ଆଉ ତମ ଜିମ୍ ତମେ ଛାଡିଦେଲେ କେମିତି ହବ, ଏମିତି ପେସେଣ୍ଟ କାଇଁ ହଉଛୁ, ପଇସା ଆଜି ନହେଲେ କାଲି ହିସାବ ହବ, ଏଇଟା ସେଇଟା ତାକୁ ଏମିତି ବୁଝିଲେ। ତାକୁ ଆଣିକି ପୁଣି ଜିମ୍ ରେ ପୁରେଇଲେ। ତ ଇଏ ଯେତେବେଳେ ଜିମ୍ ରେ ପଶିଲା, ଓମ୍ କୁ ସେଠି ଟ୍ରେନର ହିସାବରେ ରଖିଲାନି। ମେ ବି ସେବେଠୁ ତାର ରାଗ ଥିବ ଉପରେ, ମୁଁ ଯେତିକି ଭାବୁଛି କି ସେବେଠୁ ରାଗ ଥିବ କି କଣ। କାହିଁକିନା ତାପରେ ସେ ୱାର୍କଆଉଟ କରିବାକୁ ବି ତାକୁ ମନା କରିଦେଲା। ତାପରେ ମୁଁ ଜାଣିନି, ବାସ୍ ମୁଁ ଜାଣିବା ଭିତରେ ଏତିକି ହିଁ। ତାପରେ ଆମେ ଓମ୍ ବିଷୟରେ କେବେ ତାର ମୋର ଡିସ୍କସ ହିଁ କରିନୁ। ସେ ତା ବାଟରେ, ଆମେ ଆମ ବାଟରେ।